खोजुଥାଏ ଯାହା କାଳେ ପ୍ରାପ୍ତ ହୁଏ ତାହା। ହାଇ ସାଙ୍ଗମାନେ, ମୁଁ ଦୀପା, ମୁଁ ୱେଲକମ୍ କରୁଛି ମୋର ଏକ ସୁନ୍ଦର ମିନି ବ୍ଲଗ୍କୁ। ତ ଏଇଠି ମୁଁ ଫାଇନାଲ୍ ଚାଲି ଆସିଲି ମାଛ ଭାଜିବା ପାଇଁ। ମୋତେ ମାଛ ଭାଜିବାକୁ ବହୁତ ଭଲ ଲାଗେ। ତ ମୋ ଭଳି କାହାକୁ ମାଛ ଭାଜିବାକୁ ଭଲ ଲାଗେ ମୋତେ ଟିକେ କମେଣ୍ଟରେ କରିବେ। ଏଇଠି ମୁଁ ସବୁ ମାଛ ଭାଜି ସାରିଲା ପରେ ଗୋଟେ ଜାଗାକୁ କାଢ଼ି ଦେଇଥିଲି। ମୁଁ ଏଇଠି ମାଛ ଭଜା ସହିତ ଭାତ ନେଇ ଆସିଥିଲି ଖାଇବା ପାଇଁ, କାହିଁକିନା ମୋତେ ମାଛ ଭଜା ସହିତ ଭାତ ଖାଇବାକୁ ବହୁତ ଭଲ ଲାଗେ। ମୁଁ ଏଇଠି ଭାତ ଖାଇସାରିଲା ପରେ ବାହାରିଥିଲି ମାର୍କେଟ। ମୁଁ ଯେମିତି ନେକ୍ସଟ ଭିଡ଼ିଓରେ ଆପଣଙ୍କୁ କହିଥିଲି କି ମୁଁ ଭଦ୍ରକ ଯାଇଥିଲି କିଛି କଟ୍ ପିସ୍ ପାଇଁ, ମୁଁ ଏଇଟା ଫାଇନାଲ୍ ଗୋଟେ କଟ୍ ପିସ୍ ନେଇକି ଆସିଥିଲି। ତ ମୁଁ ଏଇଟା ଯାଉଛି ମାର୍କେଟ ଏବେ ସିଲେଇ କରିବା ପାଇଁ ଟେଲର ଦୋକାନ। ମୁଁ ଆଜି ଫାଇନାଲ୍ ମାର୍କେଟରେ ପହଞ୍ଚି ଟେଲର ଦୋକାନ ସାଇଲିଣି। ଆଜି ଟେଲର ମ୍ୟାଡ଼ାମଙ୍କର ଦେଖା ନାହିଁ। ତ ଟେଲର ସିନା ଖୋଲା ଅଛି ଦୋକାନ, କିନ୍ତୁ ମ୍ୟାଡ଼ାମଙ୍କର ଦେଖା ନାହିଁ। ଫାଇନାଲ୍ ମ୍ୟାଡ଼ାମ କିଛି ସମୟ ଗଲା ପରେ ଆସିଲେ। ତ ମୁଁ ତାଙ୍କୁ ସେଇ ଡ୍ରେସ୍ଟା ଦେଇସାରିଲା ପରେ କିଛି ଡ୍ରେସ୍ ଆଉ ଶାଢ଼ୀ ଦେଇଥିଲି ସିଲେଇ କରିବା ପାଇଁ, ସେଟା ନେଇକି ଫାଇନାଲ୍ ମୁଁ ଆମ ଘରକୁ ନ ଯାଇକି ମୋ ସାଙ୍ଗ ଘରକୁ ପଳେଇ ଆସିଥିଲି। ତ ଫାଇନାଲ୍ ସାଙ୍ଗ ଘରକୁ ଆସିଲା ପରେ ଦେଖିଲା ତାଙ୍କ ଗଛରେ ବହୁତ ଗୋଟେ କମଳା ହେଇଛି। ମୁଁ ଏଇଠି ସାଙ୍ଗକୁ ଡାକ ଛାଡ଼ିଲି, ସାଙ୍ଗ ମୋତେ ଏଇ 4ଟା କମଳା ପାରିକି ଦେଲା। ବହୁତ ବଡ଼ ବଡ଼ କମଳା ଆଉ ମିଠା କମଳା ବି। ତ ଏଇଠୁ ମୁଁ ନେଇକି ଆମେ ମାର୍କେଟ ପଳେଇ ଆସିଲୁ, କାରଣ ଆମର ଆଜି ମାର୍କେଟରେ ବିରିୟାନୀ ଖାଇବା ବହୁତ ଇଚ୍ଛା ଥିଲା ମୋର। ତ ସାଙ୍ଗ ନେଇ ଆସିଲା ବିରିୟାନୀ। ତ ମୁଁ ଏଇଥିପାଇଁ କହିଥିଲି ଯେ ଏମନ ଖୋଜୁଥାଏ ଯେ କାଳେ ପ୍ରାପ୍ତ ହୋଇଥାଏ। ମୋର ମାଛ ଖାଇବା ଇଚ୍ଛା ନଥିଲା, ମୁଁ ସାଙ୍ଗ ଘରକୁ ପଳେଇ ଆସିଥିଲି, ସାଙ୍ଗ ମୋତେ ବିରିୟାନୀ ଖାଇବା ଦେଲା। ଏଠି ଖାଇ ପିଇ ସାରିଲା ପରେ ଏଠି ଆମେ ଫିଲ୍ମ ଦେଖୁଛୁ। ଯଦି ଏଇଟା ଥିଲା ମୋର ଆଜିର ମିନି ବ୍ଲଗ୍। ଯଦି ମୋ ମିନି ବ୍ଲଗ୍ଟି ଆପଣଙ୍କୁ ଭଲ ଲାଗିଥାଏ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିଦେ। ତ ବାଏ ବାଏ, ଟାଟା, ଲଭ୍ ୟୁ।